ସାର୍ ମୋର ଏଇ ଟାଇପ୍ର ଶୋ କରୁଛି ମଡ଼ିଫିକେସନ୍ ଇଜ୍ ନଟ୍ ଆଲାଉଡ୍ ଆଜ୍ ୟୁ ଆର୍ ନଟ୍ ଏଲିଜିବୁଲ୍ ଫର୍ ଏଡ଼ିଟ୍ କ୍ୟାପ୍। କ'ଣ କରିବି? ତ ସେଇ ରିଗାର୍ଡ଼ିଂ କଥା ହେବା। ନିଶ୍ଚିତ ଭାବରେ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ସହିତ ଚ୍ୟାନେଲରେ ଯେଉଁମାନେ ନୂଆ ଅଛନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଏବଂ କମେଣ୍ଟ ବକ୍ସରେ OCS ବାଇ ରଞ୍ଜନ ଆପ୍ର ଲିଙ୍କ୍ ଦିଆହେଇଛି। କ'ଣ କେମିତି ଏଡ଼ିଟ୍ ହୁଏ, କ'ଣ କେମିତି ଆପ୍ଲାଏ ହୁଏ, ଠିକ୍ ଅଛି। ତାର ପ୍ରୋସେସ୍ ଗୁଡ଼ାକ OCS ବାଇ ରଞ୍ଜନ ୟୁଟ୍ୟୁବରେ ଆପ୍ରେ ସବୁ ଅପଲୋଡ଼ ହେଇଛି। ତ ସେଗୁଡ଼ାକ ସବୁ ଭଲସେ ଦେଖ, କାହାର କେଉଁଠି ଭୁଲ ଅଛି ଆଗେ ଚେକ୍ କର, ତାପରେ ଯାଇକି ଏ କଥାକୁ ଆମେ ଯିବା। ତାପରେ କଥା ହେଲା, ସମସ୍ତେ ଟେଷ୍ଟ ସିରିଜ୍ ନେଇକି ପଢ଼ାପଢ଼ି ଷ୍ଟାର୍ଟ କରିବେ। ଓଡ଼ିଶାର ନମ୍ବର 1 PG ଏଣ୍ଟ୍ରାନ୍ସ ପ୍ରିପାରେସନ୍ ଆପ୍ OCS ବାଇ ରଞ୍ଜନ ଆପ୍ରୁ ଡେସ୍କ୍ରିପ୍ସନ୍ରେ ଲିଙ୍କ୍ ଅଛି, ଆପ୍ ଡାଉନଲୋଡ଼୍ କରିନେବେ କିମ୍ବା ପ୍ଲେ ଷ୍ଟୋର୍ରୁ ବି ଡାଉନଲୋଡ଼୍ କରିକି ଜଏନ୍ ହୋଇପାରିବେ। କିମ୍ବା ମୋର ନମ୍ବର ଲେଖି ରଖନ୍ତୁ 7978405181। এই ନମ୍ବରରେ ହ୍ୱାଟ୍ସଆପ୍ କରିକି ଟେଷ୍ଟ ସିରିଜ୍ ଜଏନ୍ ହୋଇପାରିବେ। କେବଳ ଟେଷ୍ଟ ସିରିଜ୍ ପାଇଁ ହ୍ୱାଟ୍ସଆପ୍ କରିବେ। ଅନ୍ୟ କୌଣସି ଡାଉଟ୍ ଯଦି ରହିଛି ତାହେଲେ ଆପ୍ର ଚାଟ୍ ସେକ୍ସନ୍ରେ ପଚାରି ପାରିବେ କିମ୍ବା କମେଣ୍ଟ ବକ୍ସରେ ୟୁଟ୍ୟୁବରେ ପଚାରି ପାରିବେ। ଠିକ୍ ଅଛି, ଯିବା ବର୍ତ୍ତମାନ ଟପିକ୍ ଉପରକୁ। नमस्कार दोस्तों, इस वीडियो को लाइक करें, हमारे चैनल को सब्सक्राइब करें, इस घंटी के आइकन को दबाएं, ऑल सेलेक्ट करें हमारी सभी वीडियो सबसे पहले देखने के लिए। ଭିଡ଼ିଓଟାକୁ ଷ୍ଟାର୍ଟ କରିବା ପୂର୍ବରୁ ସମସ୍ତଙ୍କୁ କହି ରଖୁଛି, ବହୁତ ପିଲାଙ୍କର ଇଚ୍ଛା ଥାଏ ଉତ୍କଳ ୟୁନିଭର୍ସିଟି ଭୁବନେଶ୍ୱରରେ ପଢ଼ିବା ପାଇଁ। ତାହେଲେ ଆପଣମାନେ ବର୍ତ୍ତମାନ ଠାରୁ ଗୋଟେ ଅପସନ୍ ଯେଉଁଟାକି MA ଇନ୍ ଓମେନ୍ ଷ୍ଟଡ଼ିଜ୍, ଠିକ୍ ଅଛି, ବା ଓମେନ୍ ଷ୍ଟଡ଼ିଜ୍ ଅପସନ୍ଟା ହେଉଛି ଫର୍ମ ପକାଇଲା ବେଳେ ଆଡ଼୍ କରିଦେଇଥିବେ କିମ୍ବା ଏଡ଼ିଟିଂ ଡେଟ୍ରେ ମଧ୍ୟ ଓମେନ୍ ଷ୍ଟଡ଼ିଜ୍ ଆଡ଼୍ କରିଦେବେ। ଠିକ୍ ଅଛି। ତ ଆପଣଙ୍କର ନିଜ ବି ଯେଉଁ ଅନର୍ସ ରହୁଛି ସେଥିରେ ଯଦି ବି ହେଉଛି ଭଲ ର୍ୟାଙ୍କ ନ ଆସିଲା ବା ଭଲ ୟୁନିଭର୍ସିଟି ନ ମିଳିଲା, ତାହେଲେ ଓମେନ୍ ଷ୍ଟଡ଼ିଜ୍ରେ ର୍ୟାଙ୍କ ଅନୁସାରେ ଆପଣମାନେ ବି ଉତ୍କଳ ୟୁନିଭର୍ସିଟିରେ ପଢ଼ିପାରିବେ। ବାଣୀବିହାରରେ ପଢ଼ିବାର ସ୍ୱପ୍ନ ଯାହାର ସବୁ ରହିଛି ବାପା ମାଆଙ୍କର, ଠିକ୍ ଅଛି। ଯେକୌଣସି ଅନର୍ସ ସବୁ ମ୍ୟାଟର୍ କିଛି କରେନି ପିଲାମାନେ, ଠିକ୍ ଅଛି। ପଚାରିବେ ଲୋକେ କେଉଁଠି ପଢ଼ୁଛ ମାମୁନୁ କି ବାବୁନୁ କେଉଁଠି ପଢ଼ୁଛ, ତୁମେ କହିପାରିବ କି ମୁଁ ବାଣୀବିହାରରେ ପଢ଼ୁଛି, କହିବେ ଭେରି ଗୁଡ଼୍, ଏକ୍ସଲେଣ୍ଟ, ଠିକ୍ ଅଛି। ତ ସେଇଠୁ ଲୋକ ଜାଣିଯିବ ହଁ ଏ ପିଲା ଟ୍ୟାଲେଣ୍ଟ ଅଛି। କେଉଁ ଅନର୍ସ ପଚାରିବନି ସେଠି। ତ ସେ ଅନୁସାରେ ଆପଣମାନେ ଉତ୍କଳ ୟୁନିଭର୍ସିଟି ପାଇଁ ଅପସନ୍ଟା ରଖିଥିବେ। ଯେକୌଣସି ଗ୍ରାଜୁଏସନ୍ କରିଥିଲେ ମେଲ୍ ଫିମେଲ୍ ଟ୍ରାନ୍ସଜେଣ୍ଡର ନିଶ୍ଚିତ ଭାବରେ ଓମେନ୍ ଷ୍ଟଡ଼ି ଅପସନ୍ଟା ଆଡ଼୍ କରିକି ରଖିଥିବେ। ବର୍ତ୍ତମାନ ଏଣ୍ଟ୍ରାନ୍ସ ବି ଦେବେ ଏବଂ ସେତେବେଳକୁ ମଧ୍ୟ ବହୁତ ହେଲ୍ପଫୁଲ୍ ହେବ ଉତ୍କଳ ୟୁନିଭର୍ସିଟିରେ ପଢ଼ିବା ପାଇଁ। ଏବଂ ବହୁତ ବେଷ୍ଟ ପ୍ଲେସମେଣ୍ଟ ରେକର୍ଡ଼ ମଧ୍ୟ ରହିଛି। ଟେଲିଗ୍ରାମରେ ଦେଇଛି ଲିଙ୍କ୍, ସବୁ ଡିଟେଲ୍ସ ଦେଇଛି, ଯାଇକି ବି ଚେକ୍ କରିଦିଅ ଓମେନ୍ ଷ୍ଟଡ଼ିଜ୍ର ପ୍ଲେସମେଣ୍ଟ କ'ଣ କେମିତି ସବୁ ରହୁଛି। ଫର୍ମ ଏଡ଼ିଟ୍ ଏଟା ଷ୍ଟେପ୍ ବାଇ ଷ୍ଟେପ୍ ପ୍ରୋସେସ୍ ତ କହିଦେଲି, ତ ପ୍ରିଭିୟସ୍ ଭିଡ଼ିଓରେ ଦେଖିଲେ। ତ ଏଡ଼ିଟ୍ କ୍ୟାପ୍ ଉପରେ କ୍ଲିକ୍ କଲା ବେଳକୁ ତୁମର ଏଇ ଟାଇପ୍ର ଶୋ କରୁଛି, ଯେଉଁଟାକି ମଡ଼ିଫିକେସନ୍ ଇଜ୍ ନଟ୍ ଆଲାଉଡ୍ ଆଜ୍ ୟୁ ଆର୍ ନଟ୍ ଏଲିଜିବୁଲ୍ ଫର୍ ଏଡ଼ିଟ୍ କ୍ୟାପ୍। ତ ସେ ଅନୁସାରେ ତୁମେମାନେ କ'ଣ କରିବ ନା, କିଛି ପିଲାଙ୍କର ତ ପେମେଣ୍ଟ କରିନଥିବେ, ସେମାନେ ଏଲିଜିବୁଲ୍ ନୁହଁ, କିନ୍ତୁ ପେମେଣ୍ଟ କରିଥିବା ବହୁତ ପିଲା ଅଛନ୍ତି ଯାହାର ଏଇ ଟାଇପ୍ର ପ୍ରୋବ୍ଲେମ୍ ଶୋ କରୁଛି। ମେ ବି ତୁମେ ଓକେ ଟିପିକି ରିଫ୍ରେଶ୍ କର, କିଛି ସମୟ ଭିତରେ ହେଉଛି ଆସିଯିବ। କିଛି ପିଲାଙ୍କର, କିଛି ପିଲାଙ୍କର ବି ଆସିବାର ଲେଟ୍ ହେବ, କାହିଁକିନା ସାମ୍ସରେ ବି ବେଳେବେଳେ ପ୍ରୋବ୍ଲେମ୍ ରହିଥାଏ। ଠିକ୍ ଅଛି। ଆଉ ଗୋଟେ କଥା ହେଲା, ତୁମର ୱେଟ୍ କରିବ, ରିଫ୍ରେଶ୍ କର, ଠିକ୍ ଅଛି। ଯାହାର ଆସିଯିବ ଅପସନ୍ ସେସବୁ ଏଡ଼ିଟ୍ କରିନେବେ। କମେଣ୍ଟ ବକ୍ସରେ ପ୍ରୋସେସ୍ ଦିଆହେଇଛି, ଆପ୍ଲାଏ ଭିଡ଼ିଓକୁ ଆଇଦର ଫଲୋ କରିକି କିମ୍ବା ପ୍ରିଭିୟସ୍ ଇୟର୍ ଏଡ଼ିଟ୍ ଭିଡ଼ିଓକୁ ଫଲୋ କରିକି କଣ୍ଟିନ୍ୟୁ କରିନେଲେ ଆରାମସେ ଏଡ଼ିଟ୍ ହେଇଯିବ। ଠିକ୍ ଅଛି, କିଛି ଅସୁବିଧା ନାହିଁ। ଯାହାର ଫର୍ଦର କିଛି ରହୁଛି ଇସ୍ୟୁ କମେଣ୍ଟ କର ଆଉ ୱେଟ୍ କର। ନିଶ୍ଚିତ ଭାବରେ ସର୍ଭର ଫାଷ୍ଟ ବହୁତ ହି ପ୍ରୋବ୍ଲେମ୍ ଥାଏ, ବହୁତ ପିଲାଙ୍କର ଏମିତି ଶୋ କରେ, ପୁଣି ନର୍ମାଲ୍ ସିଚୁଏସନ୍ ପୁଣି ପଳେଇ ଆସେ।